ଏକ ଯାତ୍ରୀବାହୀ ଟ୍ରେନ୍ ଆଗକୁ ଡେଇଁ ପଡ଼ି ମୁଣ୍ଡ ପାତି ଦେଲେ ଜଣେ ଯୁବକ ଆଉ ଜଣେ ଯୁବତୀ। ତେଣୁ ଟ୍ରେନ୍ ଚକା ତଳେ ଉଭୟଙ୍କ ଜୀବନ ଯାଇଥିବା ବେଳେ ପରେ ଏମାନେ ସମ୍ପର୍କରେ ଶାଳୀ ଭିଣୋଇ ବୋଲି ଜଣାପଡ଼ିଛି। କେଉଁ କାରଣରୁ ଉଭୟ ଏପରି ଚରମ ନିଷ୍ପତ୍ତି ନେଲେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେଳ ଷ୍ଟେସନର ଦକ୍ଷିଣ ପୂର୍ବ କେବିନର ଅନତି ଦୂରରେ ଘଟିଛି ଏହିପରି ଅଭାବନୀୟ ଘଟଣା। ଗତକାଲି ସନ୍ଧ୍ୟା ସମୟରେ ବାଲେଶ୍ୱର ଆଡ଼କୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍ ଆଗକୁ ଜଳେଶ୍ୱର ଥାନା ରାଜପୁର ଗ୍ରାମର ଭିଣୋଇ ବିଜୟୀ ସାହୁ ଓ ବାଲିଆପାଳ ଥାନା ଅଞ୍ଚଳର ତାଙ୍କ ଶାଳୀ ବନ୍ଦିତା ସାହୁ ଡେଇଁପଡ଼ି ନିଜର ଜୀବନ ହାରି ଦେଇଥିଲେ। ତେବେ ଯାହା ସୂଚନା ମିଳିଛି, ରାଜପୁର ଗ୍ରାମର ବିଜୟୀ ସାହୁ ଗତକାଲି ବାଲିଆପାଳ ଥାନା ଅଞ୍ଚଳର ତାଙ୍କ ଶାଳୀ ବନ୍ଦିତା ସାହୁଙ୍କୁ ନେଇ ଘରକୁ ଆସିଥିଲେ। କିନ୍ତୁ ସନ୍ଧ୍ୟା ସମୟରେ ଶାଳୀ ଭିଣୋଇଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ଜୀବନ ହାରିଦେବାର ନିଷ୍ପତ୍ତି ନେଇଥିଲେ। ଆଉ ଜଳେଶ୍ୱର ରେଳ ଷ୍ଟେସନର ଦକ୍ଷିଣ କେବିନର ଅନତି ଦୂରକୁ ଆସି ବାଲେଶ୍ୱର ପଟକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ। ଫଳରେ ନିମିଷକ ମଧ୍ୟରେ ଟ୍ରେନ୍ ଚକା ତଳେ ଚାଲି ଯାଇଥିଲା ଶାଳୀ ଭିଣୋଇଙ୍କ ଜୀବନ। ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଭୋଳାନାଥ ସିଂଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।